ଆ ଘରେ କିଏ ଅଛ କି ନାତୁଣୀ ବୋଉ ଆମର ଅଛି ନା ନାଇଁ ଟିକେ ପଳେଇ ଆଇଲୁ। ହଁ ଅଛି ଆସ। ହଉ ହଉ ସମୁଦ୍ରାଣୀ ଏଇଠି କଲି ତମକୁ ଦଣ୍ଡବତ କଲି ଆଉ କଣ ଆପଣ ବୁଝିପାରୁନାହାନ୍ତି। ସମୁଦ୍ରାଣୀ ଆଏ ଯାଉଥିଲି ଟିକେ ଏପଟେ କଣ କରିବା ତାର ଟିକେ ଇଚ୍ଛା ହେଲା ଟିକେ ଗୁଲିକି ଦେଖିବା ପାଇଁ ଆଉ ମନ ମାରିନି କଣ ଟିକେ ହେଇଯାଇ ତାର ଟିକେ କଥା ହବ ଦେଖା ହେଇକି ପଳେଇବୁ ଆମେ ଆଉ କଣ ଆପଣ ଡାକନ୍ତୁ ନାତୁଣୀ ବୋଉ କାମ ଟିକେ ଡାକନ୍ତୁ। ଆଇଲୁ ଗୁଲୁରି ଆଇଲୁ। ନା ମୁଁ ଯିବିନି। ସେ କଣ କହୁଛି ସମସ୍ତେ ଯିବନି। ଆଲୋ ବୋଉମା କାହିଁକି ଯିବନି? ଏବା କାଇଆଟା ମୁଁ ତ ଏ ମତେ ଗଲା ଯାଇ ଓ କହି ହସେ ବେ ଆଉ ମା ଆଉ ଯେତେ ହେଲେ ତୋ ସ୍ୱାମୀ ତୁ ଖରା ଭାବିଲି କେମିତି ହବ ମା ଟିକେ ଆସେ ଟିକେ ନମସ୍କାର ବୁଢୀଟେ ହେଇଥା ବୁଢୀଟେ ହେଇଥାଉ। ତୁ ଯା ସେ ଆସିଛନ୍ତି ନବାକୁ ତତେ। ଜେଜେ ବାହାରେ ତ ଏତେ କଳା ନଥିଲେ ଘରେ ଥିଲେ ମେକଅପ୍ କରି ଆସିଥିଲେ। ମା କଣ କରିବା ମୋର ବାଳୁଙ୍ଗାଟା ବହୁତ ସଫା ଥିଲା ଖାଲି କ୍ରିକେଟ ଖେଳି ଖେଳି କଳା ହେଇଯାଇଛି। ମୋ ସାଙ୍ଗମାନେ କେତେ ଗୋରା ମୋ ସାଙ୍ଗମାନଙ୍କ ସ୍ୱାମୀ କେତେ ଜାଣିଛ? ହସ ପୁଅ ଆଉ ବନ୍ଦ କରେ ଏ ସମୁଦି ସତରେ ମୋ ନାତୁଣୀ କହୁଛି ପୁଅଟି ତ ଆଇଲା ବେଳେ ପୁରା ଗୋରା ଦିଶୁଥିଲେ ଏ କଣ କଳା ତୁ ମୋ ନାତୁଣୀ ଗୋରା ଯିବାକୁ ଚାହୁଁନି। ଆଏ ସମସ୍ତେ ତମେ ସେମିତି ଗୁଲଦିରି ଭଳିଆ ହଉଛ। ଏ ରାଜା ଓଲୋ ମୋ ଆଇଥିଲେ ମମି ଏମିତି ଲାଗୁଛ। ଆଇତା ତୋର ଗୁଲଦିରିଟା ତୁ ନାଗିଲି ଆଉ ଲାଗୁଛ ମମି ତୁ ଏମିତି ତ ହଉଛୁ ଛାନିଆ କରିଦଉଛୁ ଏବେ ତୋ ତାର ବାହାଲ ହଁ ନା ନାଇଁ ହଁ ମୁଁ ଟିକେ ଆଇସା ଟିକେ ଗେଲ କଲି ଆଉ ଏମିତି ତୁ ହେଲେ କେମିତି ହବ? ଏ ଏମିତି ହେଲେ ହଁ ଗେଲ ହବ। ହଁ ଟିକେ ନାଉ ଗେଲ ହେବି ତୁ ସବୁବେଳେ ମତେ ଗେଲ ମତେ କେବେ ଟିକେ ଗୋଡ ହାତ ଘଷୁଛୁ ତମ ପେଟ ଏଡେ ବଡ ମୁଁ ପେଟରେ ଚିକେନ ମଟର ସବୁ ପଶିଯାଇଛି। ରାତିରେ ଘଷି ଇଏ ପତଳା ହଉନା। ପତଳା ଇଏ ପତଳା କହୁଛି ଶଳା ମୋଟା ହେବା ଲୋକ କେତେ କଣ ଖାଉଛନ୍ତି ତୋର ପେଟ ସହିତ ସମ୍ପର୍କ କଣ ତୋ ଘଇଟା ସହିତ ସମ୍ପର୍କ ନାହିଁ। ତମ ପେଟ ଘଷି ଘଷି ମୋ ହାତ କାଟିଲେ। ହଁ ତୋର ହାତ ଖାଲି କାଟି ହଉଥିବ ତୋର ଘଇଟା ସହିତ ସମ୍ପର୍କ ଅଛି ରହିବା ଦରକାର ତୁ ସେଇଟା କାଳିଆଟା ତା ସହିତ ମୋ ସମ୍ପର୍କ ନାହିଁ। ହ୍ୟାଲୋ ଇଏ କୋଉଠି କାଳେ ସିଦ୍ଧାନ୍ତ ମହାପାତ୍ର ଦେଖା ହଉଛି ମୋ ନାତିଟା ଆଳୁ ମହାପାତ୍ର ସମୁଦି ଦେଖ ସବୁ ଆଳୁ କହିଲାଣି ମୋ ରହିଥ ସୁନ୍ଦର ଆଉ ତମେ ଏ କାଳିଆଟାକୁ କଣ କଲ ହେ ଏଇଟା ବି ତା ଜୀବନ ନଷ୍ଟ କରିଦେଲ। ନାଇଁ ନାଇଁ ମୋର ଏଇ ନାତିଟା ସୁନ୍ଦରୀଟା ତୁ ଏମିତି କଣ ହଉଛୁ? ଏଟା କାଳିଆ ବୁଆଟା। କହିଲ ତୋ ମା ମୋ ନାତି କେତେ ସୁନ୍ଦର ବୋଲି କାଳିଆ କହିଲୁ। କଣ କରିବା ସମୁଦି ଇଏ ଦି ଜଣ ଆଉ ଇଏ କହୁଛି ମୁଁ ତା ପାଖକୁ ଜମା ଯିବିନି। ବେଳେ ବେଳେ ଟିକେ ମନ ହେଉଛି ତୁ ଅଟକୁଛୁ କାହିଁ ସବୁବେଳେ ତମର ପ୍ରେମ ସମ୍ପର୍କ ନାହିଁ ଆମକୁ ଟିକେ ସମ୍ପର୍କ ନାହିଁ। ଏ ମା କାଳିଆ ବୁଢା ହେଲେ ତ ସ୍ୱାମୀ ଦିନ ନାହିଁ ଆଉ ହଉ ସେ ମୁଁ ତାକୁ ବୁଝେଇଦେବି ସେ ଯିବ ତା ପାଖରେ ରହିବ ସଂସାର କରିକି ରହିବେ ଆଉ ସବୁ କିଳା ପୁରଉଛି ସବୁଥିରେ ତୋ ମାଇକିଟା କାହିଁ କିଳା ପୁରଉଛି କି ସୁନ୍ଦର ଲାଗିଲେ ଆରେ କିଳା କାହିଁ ପୁରଉଛି ମତେ କହ ତୁ ନିଜେ କହ ମୁଁ କହିବା କଥା ଶାଶୁ ସୁନ୍ଦର କି ନାଇଁ କହ ତୋ ମାଇକିଟା କାହିଁ ଗେଞ୍ଜ ପୁରଉଛି ହଇ ଗୁଲୁ ଏତେ କଣ ଗେଣ୍ଡ ବୁଲଉଛ ତମ ଅଜା କଣ ଏତେ ଗୁଲୁଗୁଲି ହଉଛନ୍ତି ସିଏ ଆଉ ହେବନି ମାଲୋ ମୋର ହବା ଟାଇମଟା ବା ନାଇଁ ଏ ଆମର ନୁହଁ ତୁ ବୁଝି ପାରିବୁନି କଥାଟା ତୁ ଘଇଟା ନେଇକି ଯା ନା ତମେ ତମ ନାତି ନେଇଯାଅ ସେ ଜୀବନ କହୁଛି ସମୁଦି କଣ କରିବା ଗୋଟେ ବୁଝାମଣା କଣ କରିବା। ନାଇଁ ନାଇଁ ମୁଁ ଆମ ଚାଲ ଟିକେ ଖେଳ କରିବା ନା ଆଉ ଏ ଯାଉ ନା ଏଇ ତୁ ତାଲି କଥା ଏମିତି କଥା ହେଇକି ନା ନା ଯାଅ ଏ ମାଲୋ ଗୁଲୁରି ସ୍ୱାମୀଟା ଆଇଛି ନା କଥା ହବୁ ନା ମୁଁ ସେ କାଳିଆ ବୁଆରେ କଥା ଏ ପୁଣି କହିଲା କାଳିଆ ଶଳା କି ଚୁଟି ଶଳା ସିଦ୍ଧାନ୍ତ ମହାପାତ୍ର କି ଗେଲୁଟା କି ସୁନ୍ଦର ଚେହେରା ଦେଖେ କି ସୁନ୍ଦର କି ଚୁଟି
ସିଦ୍ଧାନ୍ତ ନା ବାବୁସାନ ମୋ। ବାବୁସାନ ନାହିଁ ବାବୁସାନ ସେ କରିছে ମୋର ଭାଇ ତ ତତେ ଭାଇ ଥାନ୍ତା ହଁ ସେ ବାବୁନି କାଳିଆ ବୁଆ। ଏ ବୋलो ପୁଣି କାଳିଆ ବୋକା ମାରିଦେଲା ଲୋ। ହଉ ଚାଲ ଆମେ ଟିକେ ଚାଲୁଛେ ଏ ଦେ ଓ ଏ ସାରା ଖାଲି ଗେଞ୍ଜ ପୁର ତ ମାଇକ ନା ରେ ଏ ଗୁଲୁ ରେ ଏ କୋଗରେ କାଳେ ରହ କାଳେ କହୁଛି। ମାର କରି ହଉନି ବାପା କଥା ଆମେ ନେଇକି ଯିବା କଥା ଟିକେ ସେ ହଉ। ତମେ ଜଣେ ସେ କାଳେ କହୁଛି ମତେ ଆବିନି। ବାହା ହେଲୁ କାହିଁକି କହିଲୁ ସେଇ ବା ବାହାରର ଗୋଟେ ମେକଅପ୍ ହେଇକି ଆସିଲା ହଁ ଘୋଡ଼ା ଦେଖା ଯାଉଥିଲା ଏବେ କାଳିଆ ବୁଆଟା ହେଇଗଲୁନି। କାଳିଆ ପୁଣି କହିଲାଣି ମରି ଯାଉଥାଏ ମୁଁ କଣ କରିବା ସମୁଦି ଚାଲ ସେ କଣ ହଉଛି ମୋ ଚାଲ ଆମେ ଟିକେ ଭିତରକୁ ଯିବା ନାଇଁ ହେ ଖରାପ ଭାବିବେ ଏ ସର ତୋ ମାଗିଲେ ଖାଇ ଜଗୁଛି ମୋ ଚାରିଥର ଜଗିଲାଣି ହଉ ଗୋଟେ କଥା କହିବି ବର୍ତ୍ତମାନ ଏବେ ଯୋଉ କଥା କହୁଛୁ ତୋ ସ୍ୱାମୀ ସହିତ ସମ୍ପର୍କ ରଖିବ ନାହିଁ ନାଇଁ କାହିଁକି ଲୋ କାଳିଆ ବୁଆଟା ପୁଣି କହିଲେ କାଳିଆ ବୁଆ କୋଉଠି କାଳିଆ ସିଦ୍ଧାନ୍ତ ମହାପାତ୍ର ଚୁଟି କରିଛି ବଡ ପ୍ୟାଣ୍ଟ ପିନ୍ଧିଛି ଦେଖେ ପୁଣି କହୁଛୁ ବାହାବିନି କି କଥା ହେଲା ସବୁବେଳେ ହଉ ହଉ ଦି ଜଣଙ୍କୁ ଏକାଠି କରିଦବା ଆଉ ଟିକେ ତାଙ୍କ କଥା ଆଉ କାଳିଆ ବୁଆଟା କାଳିଆ ମୁଁ ବୁଆ। ଯାଉଛି ପଳେଇବି। ଆଉ କଣ କରିବା ସେ ରାଜି ହଉ ହଉ ଦି ଜଣ ଏକାଠି ହଉ ଆମ ସହିତ କହିଲେ ଆମର ଟିକେ ଆସୁନା ଟିକେ। ହଉ ହଉ ତାକୁ ଆଗ ଏକାଠି କରି ଆମେ ଯିବା ଆଉ ମୁଁ ଟିକେ ବୁଝେଇକି ଆସେ ମୁଁ ଟିକେ ବୁଝେଇକି ଆସେ ଆପଣ ଟିକେ କଥା ହେଇଥାନ୍ତୁ ଜ୍ୱାଇଁ ସହିତ ମୁଁ ବୁଝେଇକି ଆସେ ବୁଲୁରିଆ ଆସ ଆସ ବାହାଘର ତ ସରିଲାଣି ଆଉ କଣ କରିବା ବୁଲୁରିଆ ବର୍ତ୍ତମାନ ସେ କଥା ହେଇକି ଆଇଲି ବ୍ୟସ୍ତ ହବା ଦରକାର ନାହିଁ ତା ସେ କଥା ହେଇ ସିଏ ବୋଧେ ଆସିବ ଆମେ ଟିକେ ସିଏ ଆସୁ ଆସୁ ଟିକେ ଗୋଟେ କିସ୍ଟେ ହେଇଯାଉ ନାଇଁ ଆମର କଣ ଆଉ ବୟସ ଅଛି ଆରେ କଣ କରିବା ସେ ବୁଝିବ ହଉ 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 ତାଙ୍କୁ ଆଗ ଏକାଠି କରିବା ଏ ବୋଲ କିଏ लो ଏ ବୋଲନି ମୁଁ ବହୁଟା ପରେ ବହୁଟା ହେଇକି ଆସ ଆଉ ଆମେ ଏ ଦେ ଏମିତି କଣ ହଉଥିଲ ହାଁ ଅଭଦ୍ର ଭଳିଆ ହଉଛ। ହଉ ହଉ ମନ ପୁଣି ଆମେ ଅଛି ନା ଏକାଠି ନାହିଁ ମୋର? ନା କରିଦବା ସେ କାଳିଆ ବୁଆଟା ମୁଁ ଜାଣିଲି ଏକାଠି ହେବି। ମୋର ପୁଣି ମନ ଅଛି ନା ତମେ ଅଲଗା ହେଇଯାଉଛ ତମେ ଆଉ ଗୋଟେ ବାହାଉନ ଆଉ ଗୋଟେ ଝିଅ ଦେଖିକି ଇଏ ତ ଅଛି ଇଏ ନାଇଁ ଇଏ ସୁନ୍ଦରୀଟା ନାଇଁ ଏ ସବୁ ପୁଅ ସମୁଦ୍ର ଜାଣିଲେ ସବୁବେଳେ ଷଣ୍ଢ ପୁରିଲେ ହବ କି ତୁ ହଉ ଦି ଗୋଟେ କାମ କରିବା ତୁ ସବୁବେଳେ କାହିଁ ଷଣ୍ଢ ପୁରଉଛୁ ତମେ କଣ ପାଇଁ ମୋ ଆଇଥିରେ ଲାଗୁଛ। ଆଇ ଆରେ ଆଇ ମୋ ମାଇକି ନା ସରି ମୁଁ ବାହା ହେଇନି ଭୁଲି ଯାଇଛି ଆମେ ତ ପୁଣି କେବେ ବାହା ହବା ନା ଆମର ଆଉ ବୟସ ଅଛି ବାହା ହବା ଦିଅ ଦି ଜଣଙ୍କୁ ଏକାଠି କର ନା ନା ମୁଁ ଜାଣିଲି ଏକାଠି ହେବିନି। ଏ କାଳିଆ ବୁଆଟା ପୁଣି କାଳିଆ ବାବୁ ସେ ମାରିଦେଲା ରେ ମତେ ମାରିଦେଲା ମୋ ପେଟକୁ କାଳିଆ ବୁଆ ହେଲେ ସିଦ୍ଧାନ୍ତ ମହାପାତ୍ର ଦେଖ ଚୁଟି ସିଦ୍ଧାନ୍ତ ମହାପାତ୍ର ବେଳେ ଚୁଟି କରିଛ ନାଇଁ କହିଲୁ ତମର ଲଭ୍ ସିଟ୍ ଜଣେ ଭଲ ପାଇଥିଲ କୋଉଠୁ ଭଲ ପାଇଥିଲ କୁକୁର ଭଳିଆ ମୁହଁଟା ବା କାଳିଆ ବୁଆ ଭଲ ଯୋଉ ତୁ ପାଇଥିଲୁ କୋଉଠି ପାଇଲୁ ଯାତ୍ରାରେ ଭଲ ପାଇଥିଲୁ ଯାତ୍ରା ଭଲ ପାଇଥିଲ ନାଇଁ ମୋ କହିବା କଥା ତମ ସେତେବେଳେ ଲଭ୍ ଚାଲିଥିଲା ତୁ ତାକୁ ବୁଲେଇ ନଉନୁ ଟିକେ ଯାତ୍ରା ଦେଖି ଖଣ୍ଡଗିରି ମେଳା ପଡୁଛି ଏବେ ଯାଅ 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 ଧରା ଧରି ନା ନା ମୁଁ ସେ କାଳିଆ ବୁଆ ଥିଲେ ଯିବିନି ମୋ ସାଙ୍ଗସାଥି ଦେଖିଲେ କଣ ଖରାପ ଭାବିବେ। ବୋଲ ମାରିଦେଲା ପୁଣି କହିଲାନି କି ଖାଇବା ମାରିଦେଲେ ଭଙ୍ଗ ହଉ ହଉ ତମ ନାତିକି ଧରିକି ତମେ ପଳା ସେ ଯିବନି କହୁଛି ମୁଁ କହୁଥିଲି ସିଏ ପଛରେ ତମେ ଚାଲ ଟିକେ ଆମ ଭିତରକୁ ଯିବା ବିଦା 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 ବିଦା